हेलो गाइस ମୁଁ ଆସିଯାଇଛି ଆପଣମାନଙ୍କ ପାଇଁ ଆଉ ଗୋଟେ ନୂଆ ଭିଡ଼ିଓ ନେଇକି ଆଉ ଏବେ ଆମେ ତ ଆସିକି ଅଛୁ ଗୋଟେ ଜାଗାରେ ଏଇ ଖୋର୍ଦ୍ଧା ପାଖାପାଖି ଏଇଠୁ ଆମେ ଗାଁକୁ ଯିବୁ। ସକାଳୁ ହଠାତ୍ କଲ୍ ଆସିଲା ଆଜି ତ ଚାଉଳ ଉଠାଇବା ପାଇଁ 4ଟା ରାତିରୁ ଏମିତିରେ ବି ଉଠିଥିଲି ଆଜି 4ଟା ରାତିରୁ ଉଠିକି ଯାଇଥିଲି ଗୋଟେ ଭାଇଟାକୁ ଛାଡ଼ିବାକୁ ଝାଡ଼ପଡ଼ା ହେଲେ ବି ଶୋଇଥିଲି ନିଦରେ ଶୋଇଥିଲି ପୁଣି ହଠାତ୍ କଲ୍ କଲେ ଏତେ ଘନ ଘନ ହେଇ କଲ୍ କଲେ ତାପରେ କହିଲେ ଏମିତି କଥା କି ଗାଁକୁ ଆସ ଚାଉଳ ଉଠା ହେବ ବାବା ପଠେଇଲେ ତାପରେ ଯାଉଛି ଏବେ ଆଉ ମୋ ଭିଡ଼ିଓ କରିବାରେ ବି ଆମର ଇରାଦ ନଥିଲା ଆଜି ଆଉ କାରଣ ମୋବାଇଲ ବି ମୋ ସାନ ଭାଇ ଦେଉନଥିଲା ଆଇଫୋନ୍ଟା ତାପରେ ଆମେ ଆସିକି ଏଇ ଖୋର୍ଦ୍ଧାରେ ଠିଆ ହେଲୁ ବିଭୁ ଭାଇକୁ ଫୋନ୍ଟା ମାଗିଲୁ ସେ ଫୋନ୍ଟା ଦେଇଛି ସେଇଥିପାଇଁ ଭିଡ଼ିଓଟା ବନାଉଛି ଭାବୁଛି ଗାଁକୁ ଯାଉଛି ଦେଖିବା ସେଇଟା ଆପଣମାନଙ୍କ ସହିତ ସେୟାର ବି କରିଦେବା ସେଇଥିପାଇଁ ଭାବିଲି ଭିଡ଼ିଓଟା କରିଦେବୁ ଓ ଚାଲନ୍ତୁ ଯିବା ଏବେ ଟିକେ ଖାଇବା ପାଇଁ ଆମେ ବାଟରେ ରହିଛୁ ଖାଇବୁ ଟିକେ ଦହିବରା ଭୋକ ଲାଗିଲାନି କିଛି ଖାଇନୁ ଖାଇକି ବାହାରିବୁ ଆଉ ଚାଲ। ସେଇଠିରେ ଚାଉଳ ନେବା 30 ଚାଉଳ ନେବା ଏଇ ତିନିଟା ହେଇଯିବ ସିଆଡ଼େ ପଳେଇ 5 ଜଣ କଟି ଯାଇଛି ତା ବାପା ବାପା ନା ସେ ଝିଅ ଥିଲା ବୋଲି ହଁ ସେ ତାଙ୍କର ସିଆଡ଼େ କରିଗଲେ ଏଠୁ ପ୍ରଥମେ ଥିଲା କାହା ବାପା ନା ୟା ବାପା ନା ଭଞ୍ଜ 10-15 ମିନିଟ୍ ମା ନା ମମତା ଏ ଚାଉଳ ଭଞ୍ଜ ଅଛି ନାଇଁ ମୁଁ ଭାବିଲି ତା ଜେଜ କଥା କିଲୋ ଚାଉଳ ନେବ ବୋଲି ଗାଡ଼ିରେ ଚାବି ଲଗେଇ ପଳେଇ ଆସିছে ଅଗଷ୍ଟରୁ କ'ଣ ଇଏ ହେବ କି नहीं क्या
ଚାଉଳ ଧରି ପୁରା ହାଲ ଏଇନା ସବୁ ପଳେଇଲେଣି ସବୁ ଚାଉଳ ନେଇକି ପଳେଇଲେଣି। ମୁଁ ଏକୁଟିଆ ବାକି ଥିଲି, ଏକୁଟିଆ ଉଠେଇକି ଗଲି ଆଉ କ'ଣ କରିବି। ଯାହା ମିଳିଗଲା ସେଇଟା ବଡ଼ କଥା। ମୁଁ ଏତେ ବାଟରୁ ଫେରିକି ଯାଇଥାନ୍ତି ଭୁବନେଶ୍ୱର ଭାରି ଆସିଥାନ୍ତା। ହଁ ଘରକୁ ଯିବା, ସେ ସବୁ ଅଛନ୍ତି ସବୁ ଦେଖା ହବ ରାତିରେ, ପୁଣି ଦେଖା ହବ ଏଥିରେ ପଞ୍ଚାୟତର ଦୋଷ ହେଇଗଲା ନା ଇଏ ତେମେ ଶଳା ମେମ୍ବର ସରପଞ୍ଚ ତେମେ ଦୋଷ କରୁଛ ପଞ୍ଚାୟତ ଚଳେଇ ପାରୁନ ମାଇୟା ତ ଶ୍ୱଶୁର ପିଲାଙ୍କର ବହୁତ ଇଏ ଏଇଟା କଣ ମୁଁ ଶୋଧୁଛି ହଁ ସବୁ ମା ଇଏ ଶଳା କୋଉ ଶଳା ଭଲ ନୁହନ୍ତି ଛୋଟିଆଟେ ହବ ହାଲକା କରି ହଁ ଛୋଟିଆଟା ହବନି ହବ ଏରେ ପୁରା 100 କିଲୋ ଚାଉଳ ଯିବ ରେ ବାନ୍ଧିଲେ ନା ନା ସୂତା ସୂତା ହେଇଯିବ ହେଇଯିବ। ଯା ଥୋଇ ଦେଇକି ଆସ এটা ନେଇଯା ତ ତାକୁ ଦେଇଦେବୁ ମନ କରିକି ଦେଇଦେବୁ ନହେଲେ ରହିଯିବ ବ୍ୟାଗଟା ରଖିଦେଇକି ଆସିବୁ ଆଉ କାହିଁ ଦେଇକି ଆସିବୁ ଚାଉଳଟା ପକେଇ ଦେଇକି ବ୍ୟାଗଟା ଥୋଇଦେବୁ ପଳେଇ ଆସିବ ଆସିଲେ ଆମେ ସେଇ ଚାଉଳଟାକୁ ନେଇକି ଯିବ ପଳେଇବା 3 ଜଣ ଏଇ ପୁଅକୁ ରଖିଦେବୁ ଆଉ ପୁଅକୁ କାହିଁ ଆଣିବୁ ହେଲା ମୁଁ ଚାଉଳ ଧରିକି ବସି ପଡ଼ିବି ଆଉ ପୁଅକୁ ଆଣିଲେ ଆମେ ପୁଣି ଅସୁବିଧା ହେବ ଯାଇପାରିବୁ ଏଠି 3 ଥର ଗାଡ଼ି ଦୌଡ଼ିବ ଗାଡ଼ି ଚାଉଳଟା ଟେକିଦେବି ହଁ ବାନ୍ଧି ଦିଅ ବନ୍ଧା ହେଇଛି ଖାଲି ଧରିବ ମଝିରେ ଆଉ ବ୍ୟାଗଟାକୁ ଆଗକୁ ରଖିଦେଉନୁ ହେଇଯିବ 30 କିଲୋ ଚାଉଳ ନେଇକି ପଳେଇ ଆସିଛୁ ଆଉ 30 କିଲୋ ରହିଯାଇଛି ଆଉ ମୁକେଶକୁ ଛାଡ଼ିକି ଘରେ ଆଉ ମୁକେଶ ଘରେ ଛାଡ଼ିକି ମୁଁ ଯିବି ଆଣିବାକୁ ଆଉ 30 କିଲୋ ଜେଜେବାପା ସେଇଠି ଅଛନ୍ତି ତାଙ୍କ ସହିତ ଆସିବି ଏବେ ଆମେ ଯାଉଛୁ 30 କିଲୋ ଚାଉଳ ନେଇକି କେତେ ବାଟରେ ଆସିଛୁ ଚାଉଳ ନେବା ପାଇଁ ନହେଲେ ରାସନ କାର୍ଡ଼ କଟିଯିବ ଚାଉଳ ନ ଉଠେଇଲେ ସେଥିପାଇଁ ଆସିଲୁ ବାଧ୍ୟ ଆଉ କ'ଣ କରିଥାନ୍ତୁ ନହେଲେ ଆସିନଥାନ୍ତୁ ଯାହା ହେଉଛି ହଉ ଆଉ ଚାଲିଛି ତ ଆଉ ତ ଆସିବୁ ମୁଁ ଯିବି ଆଉ କୁଆଡ଼େ କରି ଗୁଟି କାହିଁ ଗୁଟି ହଉ କଣ 15 ଗରମ ଲାଗୁଛି ଭାରି ହଇରାଣ ହଁ ସୁମି ସାଇଙ୍କର କଣ ଚାଲିଥିଲା ହଁ ନାଇଁ ମୋର ଭିଡ଼ିଓ ନାଇଁ ଆଥର ବହୁତ ଇଏ ହେଇଛି ତ ସାଙ୍ଗ ଘର ତ ଖାଲି ହାଏ ହ୍ୟାଲୋ ହାଏ ଷ୍ଟାର୍ଟ କ'ଣ କରୁଛ ଚନ୍ଦନ କଲ୍ କଲା ଟିକେ ରହିଲ ହଁ ହ୍ୟାଲୋ କ'ଣ ନା ବା ଦେଇନି ଏଇଟା ଯେଉଁ ଆମେ ଯାଇନଥିଲେ କି ରାତିରେ ସେଇଟା ଗୁଡ୍ର ନୁହଁ ଗଲା ଲାଇନ୍ କଟିଗଲା ଆଉ ତୁ ସେମିତି କହିଲେ ମୋ ବି ଭଲ ଲାଗିଛି କାହିଁ କହିଲେ ବ୍ରେକଅପ୍ ମୁଁ କରିଥାନ୍ତି ତୁ ବି କରିଦେବୁ ମୋ ପାଇଁ ସୁବିଧା ହେଇଛନ୍ତି ତାର ମୁଁ ଦେଖେ ଗରମ ଲାଗିବ ଭୟଙ୍କର ମୁଁ କେ ସାର୍ଟ କାଟିଦେ ଗରମ ଲାଗିବ ଶୁଣୁ ତାପରେ ତୁ ତ ସାନ ଭଉଣୀ ସେ ବ୍ରେକଅପ୍ ହେଇଗଲା ପରେ
ତୁ ଅଛୁ ସିଙ୍ଗଲ ଅଛୁ ତତେ ନାଇଁ ମାରିବି ଆଉ। ଓହୋ ଲାଇନ୍ ଆସିଲା ଯାହା ହଉ ଭାଗ୍ୟ ଲାଇନ୍ ଆସିଲା ଗୋଟି ଯାଇଛି ଗାଧୋଇବାକୁ ଆସିନି ଆଉ ନା ତ ଆସିବ ତାକୁ ଟିକେ ଦେଖା କରିଦେଇ ପଳେଇବୁ ଆଉ ଖରା ହବ ପୁଣି ଆଗକୁ ବର୍ଷା ହଉଛି ଖରା ହଉଛି ବର୍ଷା ହେଲେ ଯାଇ ହବନି ନା ଯାଇଛି କେତେକୁ ଆସୁ ଆସିବ ଦେଖା କରିକି କାହାକୁ କହୁନୁ ମତେ ତ କହୁନୁ ତ ମୁଁ ଯିବ। ହଁ ବା ଯିବା ତ ଦିଦି ତ ଶୁଣୁ ତ ଦିଦି ତ ମନା କରିଦେବୁ ହେଲା ତୋର ପଳେଇବା ତ ନା ତୁ ଯା ନା ତୁ ମୁଣ୍ଡ ବୁଲେଇବା ଦୋଳି ବସୁ ରାମ ଦୋଳି ବସୁ ତୁ ଯା ନା ଆଉ ତୁ ତ ଗଲେ ବସିବୁନି। ଆରେ ନା ମୁଁ କାହିଁ ରାଗିବ ନାହିଁ ହଁ ତୁ ହଁ ନା ଇଏଟା ଆଖିଟା ଖରାପ ଥିଲା ବୋଲି ନା ଆଜି ସୁନାବେଶ ଦେଖିକି ଯିବୁ। ଆଜି କୋଉ ବେଶ? ସୁନାବେଶ ହୁଁ ମାନେ ଏଇ ଡାଇଲଗଟା ଗଲାନି। ଆମର ତ ସେଠି ହଉଛି ସୁନାବେଶ। ଶୁଭ କଣ ହାତରେ ଖାଲି ସାପ କରି ପକେଇଛି ସାପ ଖାଲି ଏତେ 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 ହେଇକି ରହିଛି। ଲଲେଟ ଛିଲେଟ ପୁରା ଗୁଗୁଲି ଗୁଗୁଲି ନୁହଁ ବେ ଗୁଡୁଲି ଆଉ ସେ ତ ଗୁଗୁଲି ରଖୁଥିଲା ଇନଷ୍ଟାରେ। ନା ନା ଦେଖ ଡନ୍ ଟା ଦେଖ ଡନ୍ ତାକୁ ଏମାନେ କରେଇ ଦଉଛନ୍ତି ସେମିତି ମୁଁ ଭାବୁଛି ଚେନ୍ ଭିଡ଼ି ରଖି ଦଉଛନ୍ତି ଆଉ ଗୋଟେ ଫଟୋ ତୁ ଯାଇନି ତୁ ଦେଖିନୁ ସେଇଟା ସେ ଫଟୋଟା ଛାଡୁନି ମତେ। ହୁଁ ଥାଉ ହେତିକି ବନାମ ଭିଡିଓ ମୁଁ ଏତେ ବି ଇଏ ନୁହଁ ହେଲା। ମୋ ଦେହ ଭଲ ନାହିଁ ମୁଁ ପୁରା ଗଲିଣି। ଝାଡା ହଗୁଛି ଖାଲି ହଗୁଛି ଖାଲି ନାଇଁ ମୋ ପେଟ ପୁରା ବହୁତ ଗରମ ହେଇଯାଇଛି। ଯାତ୍ରା ଟିକେ ଦେଖିବାକୁ ଯାଇପାରିଲିନି ସୁନାବେଶ ଦେଖରେ ଖାଇପାରିବିନି ଦେଖେ କିଛି ଯାଇପାରିବିନି। ବାବୁ ସବୁତ ଫଟୋ ଛାଡୁନି ତାର ସାନୁ ଖାଲି ସ୍କ୍ରିନସଟ ମାରି ଯାହା ଏଇଟା ରଖିଛି ଏଇଟା ରଖିଛି। ସବୁଠୁ ନେଇଯିବ ଆଉ ଥାଉ 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 ବୁଲେଇ ଦେ ସିଆଡେ। ତବେ ଏମିତି କଲା ସଞ୍ଜୟ ଡାକେ ସଞ୍ଜୟ ସାନ ରୋଷେଇ କରୁଛି। ରୋଷେଇ କାମ ତୁ ଯାଇଥିଲୁ ଭୁବନେଶ୍ୱର ଯିବା କେବେ ରହୁନୁ ମମିର ଆଉ 10 ଦିନ ଭିତରେ ପଇସାଟା ଆସିଲେ ମୁଁ ଫୋନ୍ଟା ଉଠେଇବି ଶୁଣ ଆଉ ରହିବିନି ଏଠି ଭଲ ଲାଗୁନି। ଆରେ ହେତିକି ବନ୍ଦ କରେ। କରୁନୁ କଣ କହିଲୁ? ଯଦି ଆମ ପାଇଁ ଏଠି ରୋଷେଇ କରୁଛି ଆମେ ଖାଇକି ଯିବୁ ବୋଲି ହୁଁ କଣ କରୁଛୁ ଦେଖିଆ କଣ କରୁଛୁ ଦେଖି ଡାଲି ଏଇଟା ପୁଣି ହଉଛି କଣ ଆଳୁ ଭର୍ତ୍ତା ଅଣ୍ଡା ଭଜା। ବନ୍ଦ କରେ ଅଣ୍ଡା ଖାଉନି ଅଣ୍ଡା ଖାଉନି ସତରେ ଖାଉନି ସତ କହୁଛୁ ବନ୍ଦ କର ଭିଡ଼ିଓ ହେତିକି ଥାଏ। ପଖାଳ ଅଛି ନାଇଁ ଖାଲି ଆଉ କିଛି ହଁ ରଖୁନି ପଖାଳ ଅଛି। ତାହେଲେ ସେଇଠି ଟିକେ ତୋରାଣି ଟିକେ ପିଅ ତାହେଲେ ଗାଈ ହେଇଯିବ ଟିକେ ହଉ ଆମେ ଯାଉଛୁ ଖାଇବୁ ଖାଇସାରିଲା ପୁଣି ବାହାରିବୁ ରଖୁଛି ବାଏ। ତ ଖାଇବା ପିଇବା ତ ସବୁ ସରିଗଲାଣି ଏବେ ଆମେ ଘରକୁ ବାହାରିବୁ ଘରକୁ ବାହାରିବା ପୂର୍ବରୁ ଗାଁକୁ ତ ଯେତେବେଳେ ଆସୁଛୁ ଭିଡ଼ିଓ ଟିକେ ବନେଇବୁ ରିଲ୍ ଟିକେ ନ ବନେଇଲେ ହେବନି ଆଉ ଚାଲନ୍ତୁ ସେ ରିଲ୍ ବନେଇବୁ ମୁକେଶ ବନେଇବାକୁ କହୁଛି ମୁଁ ବି ବନେଇବି ଆଉ ସେଇ ରିଲ୍ଟା ତ ଆପଣମାନେ ଦେଖିପାରିବେନି ସେଇଟା ମୁଁ ସର୍ଟସରେ ପୋଷ୍ଟ କରିବି ସେଇଟା ଆପଣମାନେ ଦେଖିବେ କ'ଣ ବନେଇବି ରିଲ୍ସ ଆଉ ହଉ ଆଜି ପାଇଁ ଏତିକି ସବୁ ତ ସରିଲା ଆଜିର ଦେଖାହେବ ନେକ୍ସଟ ଭିଡ଼ିଓରେ ଦେଖିବା ମୁଁ ବି ଦେଖୁଛି ନେକ୍ସଟ ଭିଡ଼ିଓ କ'ଣ ଭଲ ଆଣିବାକୁ ଟ୍ରାଏ କରୁଛି ଆପଣମାନଙ୍କ ପାଇଁ ନେକ୍ସଟ ବ୍ଲଗ ଆସିବ ବେ ରାତିରେ ହଁ ରାତିରେ ଆସିବ ସେଇଟା ତ ଆଜି ପୋଷ୍ଟ କରିପାରିବିନି କାଲି ପୋଷ୍ଟ କରିବି ତ ରହୁଛି।